କଥା ଅଛି, ଯଦି ସ୍ୱର୍ଗଦ୍ୱାରରେ ଶବଦାହ କରାଯାଏ ଲୋକଟି ସ୍ୱର୍ଗଧାମ ପ୍ରାପ୍ତ ହୁଏ ନା ଆଉ କିଛି। ଏମିତି ବି କଥା ଅଛି, ସେ ହେଉଛି ପବିତ୍ର ସ୍ଥାନ, ମହାପ୍ରଭୁଙ୍କର ଜାଗା ସିଏ। ଯଦି ସେଇଠି ଲୋକଟିର ଶେଷକୃତ୍ୟ କରାଯାଏ ତାକୁ ମୋକ୍ଷ ମିଳେ, ଜନ୍ମ ଜନ୍ମାନ୍ତର ପାପରୁ ମୁକ୍ତି ପାଇଯାଏ। ଆହୁରି ବି ପ୍ରଶ୍ନ ଉଠେ, ଯଦି କାହାର ଏ ଦୁନିଆରେ କେହି ନାହିଁ, ଏକୁଟିଆ ମଣିଷଟାଏ, ଶେଷରେ କାହାରି ହାବୁଡ଼ରେ ହଉ ନହେଲେ କୌଣସି ମତେ ଯଦି ସେଇ ଧାମରେ ପହଞ୍ଚିଗଲା, ତା କାମକୁ ଆପଣେଇବା ପାଇଁ ଲୋକମାନେ ବି ଅଛନ୍ତି ସେଠି। ସତରେ କ'ଣ ହୁଏ? ଜୀବଟି ସ୍ୱର୍ଗଧାମରେ ପୋଡ଼ା ହେଲେ ସ୍ୱର୍ଗପ୍ରାପ୍ତି ହୁଏ ନା ଆଉ କିଛି? ଏମିତି ଅନେକ ପ୍ରଶ୍ନ ଦୁଇ ସାଙ୍ଗଙ୍କ ମନରେ ପ୍ରଶ୍ନ ହୋଇ ଛିଡ଼ା ହୁଏ। ସେ ତାକୁ ପଚାରେ, ତୁ କିଛି ଜାଣିନୁ? ସେ ବି ତାକୁ କୁହେ, ତୁ ଯେମିତି ସବୁ ଜାଣି ପକେଇଛୁ। କଥା ରହିଲା, ଏଇଥର ଛୁଟିରେ ଶ୍ରୀକ୍ଷେତ୍ର ଯିବା, ମହାପ୍ରଭୁଙ୍କୁ ଦର୍ଶନ କରିବା, ତାପରେ ସ୍ୱର୍ଗଧାମ। ସେୟା ହିଁ ହେଲା। ଚାହୁଁ ଚାହୁଁ ଶ୍ରୀକ୍ଷେତ୍ରରେ ପହଞ୍ଚିଲେ, ନୀଳଚକ୍ରକୁ ଚାହିଁ ମନ କଥା ଜଣାଇଲେ, ଆଉ ପତିତପାବନଙ୍କୁ ଦର୍ଶନ ବି କଲେ। କିନ୍ତୁ ମନ ଭିତରେ ଉଙ୍କି ମାରୁଥିବା ପ୍ରଶ୍ନ ଗୁଡ଼ାକ ଅସ୍ତବ୍ୟସ୍ତ କରିଦେଉଥାଏ। ଭକ୍ତ ଗହଳିରେ ଚକାଚକା ଆଖିରେ ଆଖି ମିଶିଲା ସତ ଆଖିରୁ ଲୁହ ବି ଝରିଗଲା। ମହାପ୍ରଭୁଙ୍କୁ ବି ପ୍ରଶ୍ନ ପଚାରି ଉଠିଲା ସେଇ ଦୁଇଟା ମନ। ମହାପ୍ରଭୁ ହେ, ଖରାପ ଭାବିବୁ ନୁହଁ, ତୁମର ସେ ସ୍ୱର୍ଗଧାମଟା ଦେଖିବା ପାଇଁ ମନ ବଳେଇଛି ଯେ, ଦେଖି ଆସିଲେ ସବୁ କଥାର ଉତ୍ତର ମିଳିଯାଆନ୍ତା। ଶ୍ରୀମନ୍ଦିରରୁ ସବୁ କାମ ସାରି ଅବଢ଼ା ହାଟରେ ଅବଢ଼ା ବି ଖାଇଲେ। ତାପରେ ଦୁଇ ଜଣ ଧାଇଁଲେ ସେ ସ୍ୱର୍ଗଧାମକୁ, ଯାହାକୁ ନେଇ ଏତେ ବାଟରୁ ଧାଇଁ ଆସିଛନ୍ତି। ହଁ, ଗଲାବେଳେ କେହି ଜଣେ ସାଙ୍ଗ କହୁଥାଏ, ବୁଝିଲୁ, ଡରିବୁନି ଯେ, ମା କହୁଥିଲା, କଳା ବିମ୍ବର ବାଲି ସେଠି, ଶବ ପରେ ଶବ ଦାହ ହୁଏ। ଆହୁରି ଲୋକମାନଙ୍କର କାନ୍ଦ ବୋବାଳି, ଡରିଯିବୁନି ଯେ, ତୁ ଯୋଉ ଭଳିଆ ପିଲା ନା। କଥା ସରିଲା। ନା ମ, ଡରିବି କାହିଁ? ଏତେ ଗୁଡ଼ାଏ କଥା ଭାବିକି ଆସିଛି, ସବୁର ଉତ୍ତର ନ ପାଇଲେ ଡରୁଛି କିଏ ଯେ? ହଁ, କଥା ଦେ ମୋତେ, ଶେଷ ପର୍ଯ୍ୟନ୍ତ ମୋ ସାଥିରେ ଥିବୁ। ହଁ ମ, ଆଉ ମୁଁ କୁଆଡ଼େ ଯିବି? ତୋ ମନରେ ଉଙ୍କି ମାରିଥିବା ସବୁତକ ପ୍ରଶ୍ନର ଉତ୍ତର, ଆଉ ମୋ ମନରେ ବି ଉପୁଜିଥିବା ସବୁତକ କଥାର ହିସାବ ବରାବର ହେବ ସେଇଠି। ଚାଲ। ଚାହୁଁ ଚାହୁଁ ଦୁଇ ସାଙ୍ଗଙ୍କର ପାଦ ପଡ଼ିଥିଲା ସେଇ ସ୍ୱର୍ଗଧାମରେ। ପହଞ୍ଚିବା କ୍ଷଣି ଆଶ୍ଚର୍ଯ୍ୟ ଲାଗିଲା। ଚାରିଆଡ଼ ଲୋକ, ହେଲେ କାହାରି ମୁହଁରେ ବି ହସ ଟିକେ ନଥାଏ। ଯୋଉଠି ଶବଦାହ ହେଉଛି ସେଠୁ ହସ କୋଉଠୁ ଆସିବ ଯେ? ଦୁଇ ଜଣ କାବା। ଆରେ ସତେ ତ, ଖାଲି ଦୁଃଖ ହିଁ ଦୁଃଖ ସେଠି। କହିବାକୁ ଗଲେ କାହାର ବାପ ଚାଲିଯାଇଛି, କାହାର ମା ଚାଲିଯାଇଛି, କାହାର ଭାଇ, କାହାର ପୁଅ, କାହାର ଝିଅ, ଏମିତି ଅନେକ କିଛି। ଆଖିରେ ଲୁହଟା ବୋଲ ମାନୁ ନଥାଏ। ଚାହୁଁ ଚାହୁଁ ଦୁଇ ଜଣ ଅସରା ଅସରା ଲୁହ ଚାଡ଼ିଦେଲେ। ହଠାତ୍ କାନରେ ବାଜି ଉଠିଲା, ଏଇ ହାତ ଗଣତି ଅଙ୍କ କେଇଟା? ତାପରେ କଥା ଉଠିଲା, ପୋଡ଼ା ସାମଗ୍ରୀ ଜିନିଷ ବାବଦକୁ ଏତିକି, ପୋଡ଼ା ବାବଦକୁ ଏତିକି, ଆଉ ଏମିତି ଅନେକ କିଛି ଖର୍ଚ୍ଚ। କହିବାକୁ ଗଲେ ଖର୍ଚ୍ଚଟା ବିଶେଷ କିଛି ନଥିଲା, କିନ୍ତୁ କାନରେ ଯେଉଁ କଥା ଗୁଡ଼ା ବାଜୁଥାଏ ଆଶ୍ଚର୍ଯ୍ୟ ଲାଗୁଥାଏ। ଏସବୁ ଏଠି କ'ଣ? ହଁ, ଯାହା ତାଙ୍କର ନୀତି ନିୟମ। ଚାହୁଁ ଚାହୁଁ ସାଙ୍ଗେ ସାଙ୍ଗେ କାଠ ଆଣି କାଠ ଅଜାଡ଼ିଦେଲା। ଏଣିକି ଡାକ ପଡ଼ିଲା, ଶବଟାକୁ ପ୍ରସ୍ତୁତ କର। ମୁହଁରେ କିଏ ସେ ନିଆଁ ଦବ? ଚାହୁଁ ଚାହୁଁ ତାର ପୁତୁରା କି ପୁଅ ସଜାଗ ହୋଇ ଉଠିଲେ ସେଇ ଲୁହ ଛଳ ଛଳ ଆଖିରେ। ହଁ, ବିଦାୟ ଦେବା ପାଇଁ ଇଚ୍ଛା ବି ନଥାଏ, କରିବେ କ'ଣ? ସେ ସମୟ ହିଁ ସେମିତିକା। ଏପଟେ ଜଣେ ସାଙ୍ଗ ଆଉ ଜଣଙ୍କୁ କହୁଥାଏ, ଦେଖୁଛୁ ତ, ଏମିତିକା ପରିସ୍ଥିତିରେ ଆଉ ଏଠି ରହିହବନି, ରହମ, ଆସିଛୁ, ଏମିତି ତରତର ରକ୍ଷା। ଏତକ କହିଲା ବେଳକୁ ଆର ଜଣ ସାଙ୍ଗଟା ବି କାନ୍ଦି ବୋବୁଥାଏ। ଯାହା ବି ହଉ, ଭାଗ୍ୟର ବିଡ଼ମ୍ବନା, ସବୁକିଛି ଦେଖିବାକୁ ପଡ଼ିଲା ସେଇଠି। ଆହୁରି ଗୋଟେ କଥା, ଶବଦାହ କରାଉଥିବା ମଣିଷଟା ବି ନିଜର ଦୋଷ ତ୍ରୁଟି ଛଡ଼ାଇବା ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କଲା ସେଦିନ। ଅବଶ୍ୟ କଥାଟା କାନରେ ଗୁଣୁଗୁଣୁ ହୋଇ ବାଜିଛି, ସ୍ପଷ୍ଟ ହୋଇନି। ବୋଧହୁଏ ଏଇଆ କହୁଥିଲା,
ଯଦି ଏ ପିଣ୍ଡରେ ପ୍ରାଣ ଥାଏ ଆମକୁ କ୍ଷମା କରିବେ। ହଁ, ଯମଦେବତା ବି ହସୁଥାନ୍ତି ସେଇଠି ମୁଁ। ସେମିତି ନୁହେଁ କି ସମସ୍ତଙ୍କ ଆଖିରେ ଆଖି ଲେଖା ଲୁହ, ପୁଣି ଶବଟାକୁ ବିଦାୟ ଦେବା ବେଳେ ଏମିତିକା ପ୍ରାର୍ଥନା। ସତରେ କେଡ଼େ ଯନ୍ତ୍ରଣାଦାୟକ। ହାତ ନ ଯାଉଥିଲେ ବି ବାପାର ମୁହଁରେ ସେଦିନ ପୁଅଟା ମିଖାଗ୍ନି ଦେଲା। ଆଉ ଯେମିତି ଦେଖି ନହେଲା ଭଳି କଥା। ଚାହୁଁ ଚାହୁଁ ଆଉ ଗୋଟିଏ ଜୁଇରେ ଶବଟା ବି ଶୋଇ ସାରିଥିଲା। ସେ ଜୁଇଟା ଲିଭିଛି କି ନାହିଁ? ଆରେ ଏଠି ପୁଣି ଏମିତି? ହଁ, ପାଖରେ କେହି ଜଣେ ବୟସ୍କ କହିଲେ, ବୁଝିଲ ପୁଅ, ବୋଧେ ନୂଆ ଆସିଛ। ଏଠି ସେମିତି କିଛି କଥା ନାହିଁ। ଆଉ ଜାଣିଛ ଗୋଟେ କଥା, ଜୁଇଟା କେବେ ବି ଲିଭେନି ସେଠି। ଜୁଇ ପରେ ଜୁଇ, ଶବ ପରେ ଶବ। କହିବାକୁ ଗଲେ ମଣିଷକୁ ଫୁର୍ସତ ନାହିଁ ସେଠି। କୁଢ଼ କୁଢ଼ ଶବର ଦାହ ଦେଖି ଆଶ୍ଚର୍ଯ୍ୟ ହେଇଥିଲେ ସେଦିନ ଏଇ ସାଙ୍ଗ ଦୁଇଟା। ଆହୁରି ଲକ୍ଷ୍ୟ ପଡ଼ିଲା, ବୋଧେ ମାଟିର ସ୍ୱାମୀ ଚାଲିଯାଇଛି। ମୁଣ୍ଡ ବାଡ଼େଇ କାନ୍ଦୁଥାଏ। ସେ କଥାକୁ ବର୍ଣ୍ଣନା କରିବା ବୋଧହୁଏ କଷ୍ଟ। ଯେମିତିକି ସ୍ତ୍ରୀର ସ୍ୱାମୀ ହେଉଛି ତା ପାଇଁ ସବୁ କିଛି। ସେ ଚାଲିଗଲା ପରେ ନା ଯେମିତି ତା ପିଣ୍ଡରୁ ପ୍ରାଣ ଚାଲିଯାଏ। କହିବାକୁ ଗଲେ ଏ କଥାକୁ ଦେଖିହେବନି। ସେ ଆକୁଳ ଚିତ୍କାର, ତାରି ଭିତରେ ବି ପୁଅର ହାତ ଧରି ନିଆଁ ଦେବା ପାଇଁ ବସିଥାଏ। ସାଙ୍ଗରେ ଆସିଥିବା ପରିଜନମାନେ କୁହନ୍ତି, ଆରେ ବାବା, ଡେରି ହେଲାଣି ଯେ, ଶୀଘ୍ର ଶୀଘ୍ର କାମ ସାରିଦେଲେ ସେପଟେ କେତେ କାମ ଅଛି। ହଁ, ଏଇ କଥାଟା ଶୁଣିଲା ବେଳକୁ ଆହୁରି ଦୁଃଖ ଲାଗୁଥାଏ। ଯେଉଁ ମଣିଷଟା ବଞ୍ଚିଥିଲା ବେଳେ ଏତେ ଆଦର, ଏତେ ସମ୍ମାନ, ଏତେ ଭଲ ପାଇବା, ଆଜି ସେ ଚାଲିଯାଇଛି ବୋଲି ତା ଶବଟାକୁ ପୋଡ଼ିବା ପାଇଁ ବି ଲୋକମାନଙ୍କ ପାଖରେ ସମୟର ଅଭାବ। ହାୟରେ ବିଧାତା, ଏତେ ଦୁଃଖ। ପାଖରେ ଆଉ ଗୋଟିଏ ଜୁଇ ଲାଗିବା ପୂର୍ବରୁ ବୋଧହୁଏ ପିଲାଟିର ମା ହେବ ସିଏ। କେହି ଜଣେ କହୁଥାଏ, ପୁଅରେ ଶେଷ ଥର ପାଇଁ ଫଟୋଟା ଉଠେଇ ନେ। ଭାରି ଭୟ ଲାଗିଲା ସେଠି। ଶବଦାହ ମଝିରେ କେହି ଜଣେ ଅଛି ଯିଏକି ବାଉଁଶ ଖଣ୍ଡେ ଧରି ସବୁକୁ କେଞ୍ଚା ମାରୁଥାଏ। ଆଉ ଶବଟା ବି ଦାଉ ଦାଉ ହେଇ ଚଳୁଥାଏ। ସତରେ ଭାରି ଭୟ ଲାଗିଲା। ଗୋଟେ ସାଙ୍ଗ ଆଉ ଜଣକୁ କହୁଥାଏ, ସତରେ କ'ଣ ଏଇ ହେଉଛି ଜୀବନ? ମରିଗଲା ପରେ ତାର ଏମିତି ଆଦର। ପାଖରେ ଥିବା ସେଇ ବୟସ୍କ ଲୋକ କହୁଥାନ୍ତି, ବୁଝିଲେ ବାପା, ଜୀବନର ମାନେ କିଛି ବି ନାହିଁ। କେଉଁ ମୁହୂର୍ତ୍ତରେ କ'ଣ ହେଇଯିବ ସେ କଥା କେହି ବି ଜାଣନ୍ତିନି। ମାନିବାକୁ ପଡ଼ିବ, କାମରେ ଲାଗିଥିବା ସେଇ ଭାଇମାନେ ସତେ ଯେମିତି ମହାପୁରୁଷ ସେମାନଙ୍କୁ ବଳ ଦେଇଛନ୍ତି, ଶକ୍ତି ଦେଇଛନ୍ତି, ଧୈର୍ଯ୍ୟ ଦେଇଛନ୍ତି, ଆଉ ସାହସିକତା ବି କରିଛନ୍ତି। ଟିକେ ବି ଭୟ ନାହିଁ। ସବୁଟା ପୋଡ଼ୁ ପୋଡ଼ୁ ସାଙ୍ଗେ ସାଙ୍ଗେ ଗାଡ଼ିଟିଏ ଆଣି ସେଥିରେ ବେଲଚା ମାରି ସବୁତକ କଳା ଅଙ୍ଗାରକୁ ବୋହି ନେଇଯାଆନ୍ତି। ତାପରେ ସଜାଡ଼ି ଦିଅନ୍ତି ଆଉ ଗୋଟିଏ ଜୁଇ। ସତରେ ମାନିବାକୁ ପଡ଼ିବ, କେତେ କଷ୍ଟ। ଏତେ ନିଆଁ ଦାଉ ଦାଉ ହେଇ ଜଳୁଥିଲେ ବି ଏତେ ଗରମରେ କାମ କରୁଛନ୍ତି ସେମାନେ। ଧନ୍ୟ କହିବ ସେମାନଙ୍କୁ। ଆହୁରି ଲକ୍ଷ୍ୟ ପଡ଼ିଲା, ଦୁଇ ଜଣ ଝିଅ ଆସିଛନ୍ତି। ବୋଧହୁଏ ତାଙ୍କ ବାପା ଚାଲି ଯାଇଛନ୍ତି। ଗୋଟେ ଭଉଣୀ ଆଉ ଜଣକୁ କହୁଥାଏ, କିଏ ଆଉ ଝିଅ ବୋଲି ଡାକିବ, କିଏ ଆଉ ଆଦର କରିବ? ଜାଣିଛୁ ତ, ବାପାଙ୍କ ପରେ ଆଉ କେହି ବି ଭଲ ପାଇବେନି। ସେ ହିଁ ଥିଲେ ଆମ ପ୍ରତି ଆସୁଥିବା ସବୁତକ ବିପଦ ପାଇଁ ଛାତି ଦେଖାଉଥିଲେ। ଆଉ କିଏ ଆସିବ? ଆଉ ଜଣେ ଭଉଣୀ ତା ଲୁହ ପୋଛି ଦେଇ କହୁଥାଏ, ମନ ଉଣା କରନି, ମୋତେ ବି ଭାରି ଦୁଃଖ ଲାଗୁଛି। ଏତେ ଜଲ୍ଦି ଯେ ବାପା ଆମକୁ ଛାଡ଼ି ଚାଲିଯିବେ କିଛି ବୁଝି ହେଉନି ମୋ। ପାଖରେ ଥିବା ଭାଇ ବୁଝଉଥାଏ, ମହାପୁରୁ ଅଛନ୍ତି, ବାକି ଜୀବନ ତାଙ୍କୁ ହିଁ ଆଶ୍ରା କରି ଚଳିବାକୁ ପଡ଼ିବ। ସତରେ ସେମାନଙ୍କର ଏମିତିକା କଥା ଶୁଣି ଦୁଇ ସାଙ୍ଗ ସେଦିନ ଜୋରରେ କାନ୍ଦି ଉଠିଥିଲେ। ସତରେ ମହାପ୍ରଭୁ, ଏମିତିକା କଷ୍ଟ କାହିଁକି ଦେଉଛ ଯେ? ଦେଖୁଛ ତ, ବାପାଙ୍କର ଶେଷ ସମୟ ତୁମ ଉପରୁ ଭରସା ତୁଟେଇନି ଭକ୍ତ। ଭଲ ପାଇ ବସିଛି, ଶ୍ରଦ୍ଧା କରିଛି, ତା ଭରସା ଭାଙ୍ଗିବନି ମ। ସେତେବେଳକୁ ବେଳ ଗଡ଼ି ଆସୁଥାଏ, ଆଉ ଧୈର୍ଯ୍ୟ ନଥାଏ ଦୁଇ ସାଙ୍ଗଙ୍କ ପାଖରେ ସେ ସ୍ୱର୍ଗଦ୍ୱାର ମାଟିରେ ଆଉ ତିଳେ ମାତ୍ର ରହିବା ପାଇଁ। ବାହାର ହେଲେ ମୁଣ୍ଡିଆଟିଏ ମାରି କହିଲେ, ମହାପ୍ରଭୁ ହେ, ସମସ୍ତ ଆତ୍ମାର ସଦ୍ଗତି ହେଉ, ସମସ୍ତଙ୍କୁ ଭଲରେ ରଖନ୍ତୁ। ହଁ, ଆସିଲା ବେଳେ ପାଖରେ କେହି ଜଣେ ବୃଦ୍ଧ ଦେଖାହେଲେ। ପଚାରୁ ପଚାରିଦେଲେ, କିରେ
ଏତେ ସମୟ ଯାଏ ଅପେକ୍ଷା କରିଛି, ତୁମକୁ ବି ଦେଖିଛି। ତମେ ନିରୀକ୍ଷଣ କରୁଥିଲ, କ'ଣ ଦେଖୁଥିଲ ସେଠି? କହୁ କହୁ ମନ ଭିତରେ ପ୍ରଶ୍ନଟାକୁ ପଚାରିଥିଲେ ଦୁଇ ସାଙ୍ଗ ସେଦିନ। ଆଚ୍ଛା, ଗୋଟେ କଥା କହିବେ, ସତରେ କ'ଣ ସ୍ୱର୍ଗଦ୍ୱାରରେ ମଣିଷକୁ ପୋଡ଼ିଦେଲେ ସ୍ୱର୍ଗଧାମ ପ୍ରାପ୍ତି ହୁଏ, ମୁକ୍ତି ପାଇଯାଏ, ନା ଆଉ କିଛି? ଲୋକଟା ଠୋ ଠୋ ବାଜି ହସିଲା। କିଛି ବୁଝା ପଡ଼ୁନଥାଏ। ଏ ତ ଆମକୁ ଜାଣିନାହାନ୍ତି, ଏମିତି ହସୁଛନ୍ତି କିଆଁ ଯେ? ନା ପରିହାସ କରୁଛନ୍ତି? ଲୋକଟି ପିଠି ଟିକେ ଥାପୁଡ଼ି ଦେଇ କହିଲା, ଏଇଥିପାଇଁ ହସିଲି। ଜୀବଟିର କର୍ମ ଦେଖନ୍ତି ଭଗବାନ, ଆଉ କିଛି ବି ନୁହେଁ। ବଞ୍ଚିଥିଲା ବେଳେ କେମିତିକା କର୍ମ କରିଛି ସେ, କେତେ ଧର୍ମ ଅର୍ଜନ କରିଛି, ଆଉ କିଛି ବି ନୁହେଁ। ଲୋକମାନଙ୍କୁ ଭଲ ପାଇବା ଶିଖ, ଜୀବଜନ୍ତୁମାନଙ୍କ ପ୍ରତି ଦୟା, ଶ୍ରଦ୍ଧା, ସ୍ନେହ ଭାବ ଶିଖ। କଥାରେ ନାହିଁ, ନିଜେ ନ ମଲେ ସ୍ୱର୍ଗ ଦେଖି ହେବନି। ସତରେ ଏ ସ୍ୱର୍ଗ କ'ଣ, ଇଏ ନର୍କ କ'ଣ, ସେମିତି କିଛି କଥା ନୁହେଁ। ମଣିଷର କର୍ମ ହିଁ ନିର୍ଭର କରେ ସେ କେଉଁଠାରେ ସ୍ଥାନ ପାଇବ। ଏଇ ଯେମିତି ଲୋକଟିଏ ଯଦି ଭଲ କର୍ମ କରିଥିବ, ସମସ୍ତଙ୍କ ସହିତ ଭଲରେ ଜୀବନ କାଟିଥିବ, ସେ ଚାଲିଗଲା ପରେ ନା ନିଶ୍ଚୟ ରୂପେ ଲୋକମାନଙ୍କ ଆଖିରୁ ଲୁହ ଦିଟୋପା ଝରିବ। ଆଉ ଯଦି କୁକର୍ମ କରିଥିବ, ଅନାଦାର କରିଥିବ, ହତାଦାର କରିଥିବ, ରାଗ ଆଉ ହିଂସାରେ ଜୀବନ କାଟିଥିବ, ଚାଲିଗଲା ପରେ ନା ଲୋକମାନେ ଓଲଟ ହସିବେ ଆଉ କହିବେ, ଲୋକଟା ମରିଯାଇଛି, ଭଲ ହେଇଛି। ଲୋକଟା ପାଟିରୁ କଥା ନ ଶୁଣୁ ଜଣେ ସାଙ୍ଗ କହି ଉଠିଲା, ଆମ ଗାଁର ବାୟା ନନା ଭାରି ବଢ଼ିଆ ଲୋକ ଥିଲେ। ହେଲେ ଜାଣିଛ, ଶେଷ ସମୟରେ ତାଙ୍କର ଇଚ୍ଛା ଥିଲା ଆମରି ସେଇ ଗାଁ ମଶାଣିରେ ତାଙ୍କର ଶେଷ କାର୍ଯ୍ୟ ସରିବ। ସେୟା ହିଁ ହେଲା ଆମ କଥା। ସେଠି ନାହିଁ, ଜୀବଟିକୁ ସ୍ୱର୍ଗଧାମରେ ଦାହ କରାଯାଉ କି ଗାଁ ମଶାଣିରେ କି ଯେକୌଣସି ଶବଦାହ ସ୍ଥାନରେ, ସେଥିରେ କିଛି କଥା ନାହିଁ। ନିର୍ଭର କରେ ତାର କର୍ମ କେମିତିକା, ଲୋକଟାର ସ୍ୱଭାବ କେମିତିକା, ଲୋକଟାର ପ୍ରକୃତି କେମିତିକା। ସେଇଟା ହିଁ ତାକୁ ତାର ଶେଷ ସୀମାରେ ପହଞ୍ଚେଇବ, ଯେଉଁଠିକି ଚାଲିଗଲା ପରେ ବି ଲୋକମାନେ ତାରି ପାଇଁ ବିକଳ ହୋଇ କାନ୍ଦୁଥିବେ, ଆଉ ଲୋକମାନେ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଥିବେ ଅମର ଆତ୍ମାର ସଦ୍ଗତି ପାଇଁ। ଏଇଟା ହିଁ ହେଉଛି ପ୍ରକୃତ ସତ୍ୟ। ତୁମ କର୍ମ ଉପରେ ହିଁ ନିର୍ଭର କରେ ତୁମେ କେଉଁଠିକାର ପାତ୍ର। ଲୋକଟାର କଥା ଶୁଣି ଦୁଇ ଜଣ ଭୋ ଭୋଇ କାନ୍ଦିଥିଲେ ସେଦିନ। ସତରେ ତମେ ଆଜି ଆମ ଆଖି ଖୋଲି ଦେଇଛ। ମନରେ ଗୁଡ଼ାଏ ପ୍ରଶ୍ନ ନେଇ ଆସିଥିଲୁ, ସବୁ ପ୍ରଶ୍ନର ଉତ୍ତର ବି ପାଇଗଲୁ, ଆଉ ସ୍ୱର୍ଗଦ୍ୱାରର ଦର୍ଶନ ବି କଲୁ। ଏବେ ଆମେ ଆସୁଛୁ। ସେଉଠୁ ଆସିଛନ୍ତି ସିଧା ମହାପ୍ରଭୁଙ୍କ ଦରବାରକୁ। ସେଇ ପତିତ ବାବନଙ୍କ ଆଗରେ ହାତ ଯୋଡ଼ି ଦେଇ କହିଛନ୍ତି, ମଣିମା ମହାପୁରୁ ହେ, ଆଉ ମନ ଭିତରେ କେବେ ପ୍ରଶ୍ନ ଆଣିବନି ସ୍ୱର୍ଗ ନର୍କ ଆଉ କିଛି। ବୁଝିଯାଇଛୁ ସାନ୍ତେ, ଜୀବ ନିଜ କର୍ମ ପାଇଁ ହିଁ ଦାୟୀ। ଯେମିତିକା କର୍ମ କରିବ ସେମିତିକା ଫଳ ହିଁ ପାଇବ। ସାନ୍ତେ, ଆସୁଛୁ। ଆଉ କେବେ ସୁଯୋଗ ମିଳିଲେ ତୁମରି ପାଖକୁ ନିହାତି ଆସିବୁ। ଆଉ ସେଦିନ କିନ୍ତୁ ସ୍ୱର୍ଗଧାମକୁ ଯିବୁନି। ସତରେ ସେ କରୁଣ ଚିତ୍ର ଦେଖି ଦୁଇ ଜଣଙ୍କ ମନରୁ ଆଉ ସେ ସ୍ୱର୍ଗଧାମକୁ ଯିବା ପାଇଁ ମନ ବଳେଇ ନଥିଲା ସେଦିନ। ତାପରେ ମହାପ୍ରଭୁଙ୍କୁ ଦର୍ଶନ କରି ଘର ମୁହାଁ ହେଇଥିଲେ। ନମସ୍କାର। ଛୋଟ ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା ଜଣାଇବେ ନିଶ୍ଚୟ। ଯଦି କଥା ଛଳରେ ସାମାନ୍ୟ ବି ତ୍ରୁଟି ଥାଏ କ୍ଷମା କରିବାକୁ ଭୁଲିବେନି। ଜୟ ଜଗନ୍ନାଥ।